ଅନ୍ୟମାନେ ଆସିପାରନ୍ତି କିନ୍ତୁ ମୁଖ୍ୟ ହେଉଛନ୍ତି ଆମର ମାନ୍ୟବର ପ୍ରଧାନମନ୍ତ୍ରୀ। ତାଙ୍କୁ ଆମେ ଆଶା ରଖିଛୁ ସେ ଆସିବେ ଏବଂ ଗ୍ରୀନ୍ ସିଗ୍ନାଲ ବି ଦେଇ ସାରିଲେଣି ଆସିବେ ବୋଲି। ଆମର 12 ତାରିଖ ଦିନ ବର୍ଷ ପୂର୍ତ୍ତି ହେଉଛି ଆଉ ଭୁବନେଶ୍ୱରରେ ବିଶାଳ କାର୍ଯ୍ୟକ୍ରମ ହେବ। ଇଏ ହେଉଛି କଥା। କେନ୍ଦ୍ରରୁ ଆସିପାରନ୍ତି ତାଙ୍କ ସହିତ ମନା ନାହିଁ। ବିଭିନ୍ନ ପ୍ରକାର ସମାବେଶ ହେବ। କାଲି ଆମେ କୃଷକ ସମାବେଶ ଢେଙ୍କାନାଳରେ କରିଥିଲୁ, ବିଶାଳ ସମାବେଶ। ମାନ୍ୟବର ମୁଖ୍ୟମନ୍ତ୍ରୀ ଯାଇଥିଲେ। ଏଣୁ କେଉଁଠି ଯୁବ ସମାବେଶ ହେବ, କେଉଁଠି ମହିଳାମାନଙ୍କର ସମାବେଶ ହେବ। ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ସାରା ଓଡ଼ିଶାରେ ଚାଲିବ ଆଉ ଇଏ 18 ତାରିଖ ପର୍ଯ୍ୟନ୍ତ ଚାଲିବ। ଆଉ ଖାଲି ସେତିକି ନୁହେଁ, ଆମର କାର୍ଯ୍ୟକର୍ତ୍ତାମାନେ ପ୍ରତ୍ୟେକ ପଞ୍ଚାୟତରେ କାର୍ଯ୍ୟକ୍ରମ କରିବେ ଏବଂ ପ୍ରତ୍ୟେକ ଘରକୁ ଯାଇକରି ଆମେ କ'ଣ ଯାହା ଯାହା ଦେଇଛୁ ତାର ଲିଫଲେଟ୍ ମଧ୍ୟ ଦେବେ। ପ୍ରତ୍ୟେକ ଡୋରକୁ ଆମେ ଟଚ୍ କରିବୁ। ଆମେ ଗୋଟେ ବର୍ଷର ହିସାବ ପବ୍ଲିକକୁ ଦେବୁ। ମନ୍ତ୍ରୀମାନେ ବି ଯିବେ, ଯେଉଁଠି ଯେଉଁଠି ଯାହାକୁ ପଠା ହେବ ସେ ଜିଲ୍ଲାକୁ ଆମେ ଯିବୁ। ଆମର ତାର ଯୋଜନା ଚାଲିଛି କେଉଁ ଜିଲ୍ଲାରେ କିଏ ରହିବେ। ସବୁ ଜିଲ୍ଲାରେ ପ୍ରୋଗ୍ରାମ ହେବ, ସବୁ ପଞ୍ଚାୟତରେ ପ୍ରୋଗ୍ରାମ ହେବ। ମୁଁ କହିଲି ନା ସବୁ ଡୋରକୁ ଆମେ ଟଚ୍ କରିବୁ, ସବୁ ଘରକୁ ଯିବୁ। ଆମର ଗୋଟେ ବର୍ଷର ପ୍ରୋଗ୍ରାମଟାକୁ ଲୋକମାନଙ୍କୁ ଦେବୁ, ମାନେ ଗୋଟେ ବର୍ଷର ହିସାବ। ଆମେ ଏଇଆ କହିଥିଲୁ, ଏଇଆ କଲୁ। ଆମେ ଧାନ କହିଥିଲୁ 3100 ଟଙ୍କା ଦେବୁ ବୋଲି, 3100 ଟଙ୍କା ଦେଲୁ। ଏବଂ ଆମେ କହିଥିଲୁ ସୁଭଦ୍ରା ଯୋଜନାରେ 50,000 ଦେବୁ, ତାକୁ ମଧ୍ୟ ଲାଗୁ କରିଦେଲୁ। କୋଟିରୁ ଅଧିକ ମହିଳା ଆଉ ସେଥିରେ ଉପକୃତ ହେଲେ। ଆମେ କହିଥିଲୁ ଜଳସେଚନ ଆମେ କରିବୁ। 15 ଲକ୍ଷ ହେକ୍ଟର ଜମିକୁ ବର୍ତ୍ତମାନ ଜଳସେଚନ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ଆଉ ଘୋଷଣା କରିସାରିଲେଣି। ଆମେ କହିଥିଲୁ ଡାକ୍ତର ଅଭାବ ହେବ ନାହିଁ। ଅନେକ ଜାଗାରେ ମେଡ଼ିକାଲ କଲେଜ ଖୋଲାଯିବ, ନୂଆ ନୂଆ କଲେଜ, ଏବଂ ସବୁ ଜିଲ୍ଲାରେ ଗୋଟେ ଗୋଟେ ମେଡ଼ିକାଲ କଲେଜ ଭବିଷ୍ୟତରେ ଖୋଲାଯିବ। ଆମେ କହିଥିଲୁ କୋଲ୍ଡ ଷ୍ଟୋର, ଆମେ 58ଟା ବର୍ତ୍ତମାନ ପ୍ରତ୍ୟେକ ସବ୍ ଡିଭିଜନରେ ଗୋଟେ ଗୋଟେ ହେବ ଏବଂ ଆମର ଲକ୍ଷ୍ୟ ହେଉଛି ପ୍ରତ୍ୟେକ ବ୍ଲକରେ ଗୋଟେ ଗୋଟେ କୋଲ୍ଡ ଷ୍ଟୋର ଆମେ କରିବୁ। ଆମେ କହିଥିଲୁ ଯେ ଓବିସି ମାନଙ୍କୁ ରିଜର୍ଭେସନ୍ ଦେବା ପାଇଁ ଆମର 11.25% ଆମେ ରିଜର୍ଭେସନ୍ ଦେଲୁ। ଯେଉଁମାନେ କହୁଛନ୍ତି ଯେ ଓବିସି ପାଇଁ କମ୍ ହେଲା ଭାଇ ତମେ କ'ଣ କରିଥିଲ? ତମେ ତ 1% ବି କରିନଥିଲ। ସେଇ ବିଜେଡ଼ି 24 ବର୍ଷ ଭିତରେ କେତେ ପରସେଣ୍ଟ ରିଜର୍ଭେସନ୍ କରିଥିଲା ଓବିସି ପାଇଁ? କ'ଣ କରିଥିଲା? ବା ତା ପୂର୍ବରୁ କଂଗ୍ରେସ ଥିଲା, କ'ଣ କରିଥିଲା? ଏମାନେ ଆନ୍ଦୋଳନ କରିପାରନ୍ତି, ମନା ନାହିଁ, କିନ୍ତୁ ଫାର୍ଷ୍ଟ ଟାଇମ୍ ଜଣେ ମୁଖ୍ୟମନ୍ତ୍ରୀ ଓବିସି ପାଇଁ କିଛି କଲେ, ସେଥିପାଇଁ ବହୁତ ବହୁତ ଧନ୍ୟବାଦ।